ଧନୁ ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଏହି ଦିନ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିଥାନ୍ତି। ଏହାକୁ ପୌଷ ମାସର ଆରମ୍ଭ ଭାବେ ମଧ୍ୟ ଜଣାଯାଏ। ଏହି ସଂକ୍ରାନ୍ତିକୁ ମଧ୍ୟ ପୌଷ ସଂକ୍ରାନ୍ତି କୁହାଯାଏ। ଆମ ଓଡ଼ିଆ ପରମ୍ପରାରେ ଏହି ଦିନ ମୁଆଁ ସାଧାରଣତଃ ପିଲାମାନଙ୍କୁ ବଣ୍ଟା ଯାଇଥାଏ, ଭୋଗ ଲାଗିଥାଏ ଏବଂ ଘରର ସଦସ୍ୟମାନେ ମୁଆଁ ଖାଇଥାନ୍ତି। ମୁଆଁ ବନେଇବା ପାଇଁ ମୁଁ ଏଠି କିଛି ବାଦାମ ନେଇଯାଇଛି। ବାଦାମକୁ ଆମେ ଡ୍ରାଏ ରୋଷ୍ଟ କରିଦେବା। ବାଦାମ ଭାଜିଲା ବେଳେ ମନେ ରଖିବେ ବାଦାମକୁ ଲୋରୁ ମିଡ଼ିୟମ୍ ଆଞ୍ଚରେ ଭାଜିବେ। ବାଦାମକୁ ହାଇ ଫ୍ଲେମ୍ରେ ଭାଜିଲେ ତାର ଉପର ଅଂଶ ପୋଡ଼ି ଯାଇଥାଏ ଏବଂ ଭିତର ଅଂଶ କଞ୍ଚା ଥାଏ। ଏଇଠି ଦେଖନ୍ତୁ ମଝିରେ ମଝିରେ ମୁଁ ଚେକ୍ କରି ଦେଖୁଛି। ଯେତେବେଳେ ଆପଣ ଦେଖିବେ ବାଦାମର ଚୋପା ଏମିତି ଭଲ ଭାବରେ କ୍ଲିନ୍ ହେଇଯିବ ବା ଛାଡ଼ିଯିବ, ସେତେବେଳେ ଆପଣଙ୍କର ବାଦାମଟି ପରଫେକ୍ଟଲି ହେଇଗଲା। ଏଇଠି ଦେଖନ୍ତୁ ମୋର ବାଦାମ ଭଲ ଭାବରେ ଭାଜି ହେଇଯାଇଛି, ତାର ଚୋପା ଭଲସେ ଛାଡ଼ି ଯାଉଛି। ଏବେ ଆମେ ଥାଳିକୁ ଗୋଟେ ବାହାର କରି ବାଦାମକୁ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଏବେ ଆମର ବାଦାମ ଥଣ୍ଡା ହେବା ଅବସ୍ଥାରେ ଆମେ ମୁଆଁରେ ପକାଇବା ଅଲଗା ସବୁ ସରଞ୍ଜାମକୁ ଆମେ ରେଡ଼ି କରିଦେବା। ଏଇଠି ମୁଁ କିଛି ନେଇଯାଇଛି ଧଳା ରାଶି। ଧଳା ରାଶିକୁ ମଧ୍ୟ ସେମିତି ଲୋ ଟୁ ମିଡ଼ିୟମ୍ ଆଞ୍ଚରେ ଆମେ ଭାଜିଦେବା। ସେମିତି ଧଳା ରାଶିର ଗୋଟେ ବଢ଼ିଆ ବାସ୍ନା ଆସେ। ଭାଜିଲା ବେଳେ ଆପଣ ଦେଖିବେ ରାଶିର ଗୋଟେ ବାସ୍ନା ଆସିବ ଆଉ ଚଡ଼ଚଡ଼ିକି ସାଉଣ୍ଡ ହେବ। ଆଉ ତାପରେ ଦେଖିବେ ଏମିତି ରାଶିକୁ ଦଳିକି ତା ମଧ୍ୟ ଗୁଣ୍ଡ ହେଇଯାଉଛି। ସେଇ ଅବସ୍ଥାରେ ଆମର ରାଶି ବନିଗଲା। ଏହାକୁ ମଧ୍ୟ ଆମେ ଅଲଗା ପାତ୍ରରେ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଏବେ ଆମର ମୁଆଁର ମୁଖ୍ୟ ଉପାଦାନ ମୁଢ଼ି। ମୁଢ଼ିକୁ ଆମେ ପ୍ରସ୍ତୁତ କରିବା। ଏଇଠି ଆପଣମାନେ ଭାବୁଥିବେ ମୁଢ଼ି ତ ଭଜା ହେଇକି ପ୍ୟାକ୍ ହେଇକି ଆସିଛି, ମୁଢ଼ିକୁ ପୁଣି କ'ଣ ପ୍ରସ୍ତୁତ କରିବା। ଏଇଠି ଦେଖନ୍ତୁ ମୁଁ କ'ଣ ମୁଢ଼ିକୁ ପ୍ରସ୍ତୁତ କରୁଛି। ପ୍ରଥମେ ସିଙ୍କଟାକୁ କ୍ଲିନ୍ କରିଦେଲେ ଆପଣ ଦେଖିପାରିବେ ମୁଢ଼ିରେ କ'ଣ କ'ଣ ସବୁ ଥାଏ। ମୁଢ଼ିକୁ ଏଇଠି ଗୋଟେ ପାଛିଆରେ ମୁଁ ଏମିତି ଚଲେଇ ନେଉଛି। କଣା ପାଛିଆ ଯେହେତୁ ତଳେ ଦେଖନ୍ତୁ କେତେ ଧୂଳି ବାହାରୁଛି ଏବଂ ତାର କେତେ ମଲା ମୁଢ଼ି ଯେଉଁଥିରେ କି ବାଲି ଲାଗିକି ଥାଏ, ତାକୁ ଆମେ ସଫା କରିଦେବା। ଏଇଠି ମୁଁ ଗୋଟେ ବଡ଼ କଡ଼େଇ ନେଇଯାଇଛି। ସେଇ ଯେଉଁ କ୍ଲିନ୍ କରିକି ଯେଉଁ ମୁଢ଼ି ଆମେ ରଖିଥିଲେ ସେ ମୁଢ଼ିକୁ ପକାଇକି ଲୋ ଟୁ ମିଡ଼ିୟମ୍ ଆଞ୍ଚରେ 5 ମିନିଟ୍ ପାଇଁ ଭାଜିବା। ବେଶୀ ଭାଜିବା ଦରକାର ନାହିଁ। ଖାଲି ମୁଢ଼ି ଉଷୁମ ହେଇଗଲେ ତାକୁ ଭାଜିକି ସେଇ କଡ଼େଇରେ କିଛି ସମୟ ପାଇଁ ଛାଡ଼ିଦେବା। ତ ମୁଢ଼ିଟା ଏକଦମ କଡ଼କଡ଼ିଆ ବା କୁଡ଼ୁମୁଡ଼ିଆ ହେଇଯିବ। ଏବେ ଆମର ବାଦାମ ସମ୍ପୂର୍ଣ୍ଣ ଭାବରେ ଥଣ୍ଡା ହେଇଯାଇଛି। ବାଦାମକୁ ଏମିତି ଦଳିକି ଆମେ ବାଦାମର ସବୁତକ ଚୋପା ବାହାର କରି କ୍ଲିନ୍ କରିଦେବା। ଏଇଠି ଚାହିଁଲେ ମଧ୍ୟ ଆପଣ କାଜୁ, କିସମିସ୍ କି ଅନ୍ୟ ଯେକୌଣସି ଡ୍ରାଏ ଫ୍ରୁଟ୍ସ ମଧ୍ୟ ୟୁଜ୍ କରିପାରନ୍ତି। ଏବେ କଡ଼େଇରେ କିଛି ଗୁଆ ଘିଅ ନେବା। ସେ ଗୁଆ ଘିଅରେ କିଛି ନଡ଼ିଆ ପାତ ଆଉ କିଛି ନଡ଼ିଆ ଖଣ୍ଡକୁ ପକାଇକି ଆମେ ଲୋ ଟୁ ମିଡ଼ିୟମ୍ ଆଞ୍ଚରେ ଭାଜିବା, ଯେମିତିକି ନଡ଼ିଆର ପାଣି ଅଂଶ ସବୁ ଶୁଖିଯିବ। ନଡ଼ିଆର ଯଦି ପାଣି ଅଂଶ ରୁହେ ତାହେଲେ ଆମ ମୁଆଁ ବହୁତ ଶୀଘ୍ର ଖରାପ ହେଇଯିବ। ସେଥିପାଇଁ ଏଠି ନଡ଼ିଆ ଭାଜିଲା ବେଳେ ଧ୍ୟାନ ଦେବେ ନଡ଼ିଆଟି ଯେମିତି ଭଲ ଭାବରେ ଭାଜି ହେଇଯାଏ। ଏଠି ମୋତେ ଟିକେ ନାଗୁରୁ ଘିଅ କମ୍ ଲାଗିଲା, ସେଥିପାଇଁ ମୁଁ ଆଉ ଟିକେ ଘିଅ ଦେଇଦେଇଛି। 10ରୁ 12 ମିନିଟ୍ ଲୋ ମିଡ଼ିୟମ୍ ଆଞ୍ଚରେ ଏ ନଡ଼ିଆକୁ ଭାଜିଲେ ଆମର ନଡ଼ିଆ ଭଜା ବନିଯିବ। ଆପଣ ଯଦି ଖୁର୍ର ନଡ଼ିଆ ବା ପାଣି ମରା ନଡ଼ିଆ ୟୁଜ୍ କରୁଛନ୍ତି ତାହେଲେ ଆପଣଙ୍କୁ ବେଶୀ ସମୟ ଭାଜିବା ଦରକାର ନାହିଁ। ଏଇଠି ଦେଖନ୍ତୁ ଆମର ସବୁତକ ଇନଗ୍ରିଡ଼ିଏଣ୍ଟ ଆମର ବନିକି ରେଡ଼ି ହେଇଯାଇଛି। ସେଇ ସେମ୍ କଡ଼େଇରେ ଆମେ କିଛି ପାଣି ନେବା। କିଛି ପାଣି ନେଇ ସେଥିରେ କିଛି ଗୁଡ଼ ପକାଇଦେବା। ଏଇଟା ହେଉଛି ମୁଆଁ ଗୁଡ଼। ମୁଆଁ ଗୁଡ଼ ପକାଇବା ଦ୍ୱାରା ଆମର ଭଲ ଅଠା ହେଇଥାଏ ଏବଂ ମୁଆଁଟି ଭଲ ହେଇଥାଏ। ଏଠି ଗୁଡ଼ ମେଲ୍ଟ ହେବା ଭିତରେ ଆମେ ଚାଲନ୍ତୁ ଯିବା ଗୋଟେ ଫ୍ରେମ୍ ପ୍ରସ୍ତୁତ କରିବା ପେପର୍ କପ୍ରେ। ଏଇଠି ଗୋଟେ ଦେଖନ୍ତୁ ମୁଁ ଗୋଟେ ଟେକ୍ନିକ୍ ୟୁଜ୍ କରିଛି ଭଲ ସାଇଜିଆ ମୁଆଁ କରିବା ପାଇଁ। ଏଇଟା ହେଉଛି ଜୁସ୍ କପ୍, ଯେଉଁଟାକି ପେପର୍ ଜୁସ୍ କପ୍। ପେପର୍ ଜୁସ୍ କପ୍କୁ ଭିଡ଼ିଓରେ ଆପଣ ଯେମିତି ଦେଖୁଛନ୍ତି ଦୁଇ ପଟ ସାଇଡ଼୍ କଇଁଚିରେ କାଟିଦେବେ। ଦୁଇ ପଟ ସାଇଡ଼୍ କାଟି ସାରିଲା ପରେ ଏହାକୁ ଛୋଟ କରିଦେବେ। ଯଦି ଆପଣଙ୍କୁ ବଡ଼ ମୁଆଁ ଦରକାର ତ ଆପଣ ବଡ଼ ମୁଆଁ ବି ଏଇ ବଡ଼ ବଡ଼ ସାଇଜ୍ର ମୁଆଁ ବନେଇ ପାରନ୍ତି, କିନ୍ତୁ ମୋତେ ଛୋଟ ମୁଆଁ ଭଲ ଲାଗେ ବା ଛୋଟ ମୁଆଁ ଖାଇବାକୁ ବି ଟିକେ ଭଲ ହେଇଥାଏ, ତ ସେଥିପାଇଁ ମୁଁ ଏଠି ଛୋଟ ବନେଇଛି। ଯଦି ଆପଣଙ୍କ ପାଖରେ ଏଇ ପେପରର କଫି କପ୍ ଅଛି ତ ଏଇ କଫି କପ୍ରେ ବି ମଧ୍ୟ ବହୁତ ଭଲ ହେଇଥାଏ। ମୋ ପାଖରେ କଫି କପ୍ ନଥିଲା, ଜୁସ୍ କପ୍ ଥିଲା, ତ ସେଥିପାଇଁ ମୁଁ ଏଇ ଜୁସ୍ କପ୍କୁ କାଟିକି ଛୋଟ କରିକି କଫି କପ୍ କରିଦେଇଛି। ପ୍ରଥମେ ଗୋଟେ କପ୍କୁ ଦୁଇ ପଟ ସାଇଡ଼୍ କାଟିକି ରଖିଦେଲି। ଆଉ ଗୋଟେ କପ୍କୁ ମୁଁ ଏମିତି ମଝିରୁ କାଟି ନେଉଛି। ମଝିରୁ କାଟି ନେବା ଦ୍ୱାରା ସେଇ ଯେଉଁ ଦୁଇ ସାଇଡ଼୍ରୁ ଯେଉଁ କାଟିଥିଲି ତା ଭିତରେ ଏଇଟା ପଶିଯିବ। ଏମିତି କରିବା ଦ୍ୱାରା ମୁଆଁ ଜଲ୍ଦି ଜଲ୍ଦି ହେଇଥାଏ ଆଉ ଗୋଟେ ପ୍ରପର୍ ସେପ୍ରେ ବି ବନିଥାଏ। ଏମିତି ହାତରେ ବି ଆମେ ଗୋଲ ଗୋଲ କରିକି ମୁଆଁ ବନେଇ ପାରିବା, କିନ୍ତୁ ଏଇଟା ଗୋଟେ ପ୍ରପର୍ ସେପ୍ରେ ବନିଥାଏ ଆଉ ଦେଖିବାକୁ ଭାରି ସୁନ୍ଦର ଲାଗିଥାଏ। ଏଇଠି ଦେଖନ୍ତୁ ଆମର ଗୁଡ଼ ପ୍ରାୟ ପାଗ ହେଇ ଆସିଲାଣି। ଆମେ ଚାଲନ୍ତୁ ଟିକେ ଗୁଡ଼ ଚେକ୍ କରିକି ଦେଖିଦେବା ଆମର ମୁଆଁ ପାଗ ହେଇଛି କି ନାହିଁ। ଏଇଠି ମୁଁ କିଛି ଗୁଡ଼ ନେଇଯାଇଛି, କିଛି ପାଣିରେ ପକାଇକି ଦେଖିନେବା। ଯଦି ପାଣିରେ ଏହା ଚକୋଲେଟ୍ ଭଳିଆ ପୁରା ବାନ୍ଧି ହେଇଯାଉଥିବ ତାମାନେ ଆମର ପାଗ ହେଇଯାଇଛି। ଏଇଠି ବାନ୍ଧୁନି ତାମାନେ ଆଉ ଟିକେ ଆମକୁ ଗ୍ୟାସ୍
ଗ୍ୟାସ୍କୁ ଜଳେଇବାକୁ ପଡ଼ିବ। ପାଗ ଜାଣିବା ପାଇଁ ଆପଣ ଏମିତି ହାତରେ ମଧ୍ୟ ଚେକ୍ କରିକି ଦେଖିକି ଜାଣିପାରିବେ। ହାତରେ 2ଟା ଟିପରେ ଟିକେ ନାଗୁରୁ ଗୁଡ଼ ନେଇକି ଆପଣ ଦେଖିବେ, ତାର ପରି ଯଦି ଆପଣଙ୍କ ହାତରେ ହେଇଯାଉଛି ତାମାନେ ଗୁଡ଼ ବାଇଣ୍ଡ ହେଇଯାଉଛି। ବହୁତ ଗୁଡ଼ାଏ ୱେ ଅଛି ଯେମିତିକି ଆପଣ ଜାଣିପାରିବେ ଗୁଡ଼ ପାଗ ହେଲା କି ନାହିଁ। ପାଣିରେ ପକେଇକି ହଉ, ଇଭେନ୍ ଯେଉଁମାନେ କି ଏକ୍ସପିରିଏନ୍ସ ଅଛି ରୋଷେଇରେ ସେମାନେ ଦେଖିକି ମଧ୍ୟ କହିଦେବେ, ତାର ଫୋମ୍କୁ ଦେଖିକି କହିଦେବେ ତ ପାଗ ହେଲା କି ନାହିଁ। ଫୋମ୍ ଯେତେବେଳେ ବହୁତ ଅଧିକ ହେଇଥାଏ ସେ ଦେଖିବାକୁ ଗୋଟେ ଅଲଗା ଲୁକ୍ ହେଇଥାଏ, ତ ସେତେବେଳେ ଆପଣ ଜାଣିପାରିବେ ହେଇଛି କି ନାହିଁ ପ୍ରପର୍ ପାଗ। ଯଦି ଆପଣ ଜାଣିନାହାନ୍ତି, ବିଲକୁଲ ପୁରା ନୂଆ ରୋଷେଇ କରୁଛନ୍ତି, ତାହେଲେ ଏମିତି ଚକୋଲେଟ୍ ଭଳିଆ ପକେଇକି ଦେଖିଦେବେ। ଯଦି ହାତରେ ପୁରା ବାଇଣ୍ଡ ହେଇଯାଉଛି ତାମାନେ ଆମର ପରଫେକ୍ଟ ପାଗ ବନିଯାଇଛି। ଏବେ ଆମର ଗୁଡ଼ ଭଲ ଭାବରେ ମୁଆଁ କରିବା ପାଇଁ ପାଗ ହେଇଯାଇଛି। ଗ୍ୟାସ୍ର ଫ୍ଲେମ୍କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେବା ଏବଂ ଭାଜିକି ରଖିଥିବା ଯେଉଁ ନଡ଼ିଆ, ରାଶି ଏବଂ ବାଦାମକୁ ପ୍ରଥମେ ପକେଇକି ଗୋଳେଇ ଦେବା। ପ୍ରଥମେ ପକେଇବା ଦ୍ୱାରା ଏହା ଉପରେ ଏକ କୋଟିଂ ହେଇଯାଇଥାଏ ଏବଂ ମୁଆଁରୁ ଆଉ ଏହା ଝଡ଼ି ନଥାଏ। ଏହାକୁ ପ୍ରଥମେ ଟିକେ ଗୋଳେଇ ଦେବା। ଗୋଳେଇ ଦେଇ ସାରିଲା ପରେ ଆମେ ମୁଢ଼ିକୁ ପକେଇବା। ଏଠି ମୁଁ 400 ଗ୍ରାମ ମୁଢ଼ି ନେଇଛି ଆଉ ଗୁଡ଼ ପାଖାପାଖି 350ରୁ 400 ଗ୍ରାମ ନେଇଛି। ଯେହେତୁ ମୁଁ ବାଦାମ ପକେଇଛି, ରାଶି ପକେଇଛି, ନଡ଼ିଆ ପକେଇଛି, ଆପଣ ଯଦି ଏଗୁଡ଼ାକ ସବୁ ସ୍କିପ୍ କରୁଛନ୍ତି କି ଆପଣ ଖାଲି ବାଦାମ ପକାଉଛନ୍ତି କି ଖାଲି ନଡ଼ିଆ ପକାଉଛନ୍ତି, ସେଇ ହିସାବରେ ଗୁଡ଼ ପାଗ କରିବେ। ଯେହେତୁ ମୋର ବହୁତ ଗୁଡ଼ାଏ ଇନଗ୍ରିଡ଼ିଏଣ୍ଟ ପଡ଼ିଛି ତ ସେଇ ହିସାବରେ ମୁଁ 400 ପାଖାପାଖି ଗୁଡ଼ ନେଇଛି। ଗୋଟେ ଆମେ ବଡ଼ ମୁଆଁ ପ୍ରସ୍ତୁତ କରିବା। ଏଇଟା ଗୋଟେ ଫ୍ରେମ୍ଟେ, ମିଠା ଆସିଥିବାର ଗୋଟେ ଫ୍ରେମ୍ଟେ। ପ୍ରଥମେ କିଛି ଆମେ ନଡ଼ିଆ ପାତ ଆଉ ନଡ଼ିଆ ଖଣ୍ଡ ନେଇଯିବା ଏବଂ ଯେଉଁ ଆମର ମୁଢ଼ି ମୁଆଁର ପାଗ କରିଥିଲେ ତା ଦେହରେ ଆମେ ଦେବା। ମନେ ରଖିବେ ତୁରନ୍ତ କରିବେ, ନହେଲେ ନାହିଁ ଟାଣିଯିବ, ମୁଆଁ ଟାଣିଯିବ। ତ ସେଇଟା ଗୋଟେ ଚାପିକି ରଖିଦେଲି। ଯେଉଁଟା ଆମେ ପେପର ପ୍ଲେଟ୍ରେ କାଟିକି ରଖିଥିଲେ ତ ସେଥିରେ ମୁଁ କେମିତି ମୁଆଁ ଗଢ଼ୁଛି ଦେଖନ୍ତୁ। ଏଠି ଦେଖିଲେ ତ କେତେ ସୁନ୍ଦର ଆମର ପେପର କପ୍ରେ କେତେ ବଢ଼ିଆ ମୁଆଁ ବନିଯାଉଛି, ଯେଉଁଟାକି ଦେଖିବାକୁ ବି ବହୁତ ସୁନ୍ଦର ହେଇଥାଏ ଏବଂ ଜଲ୍ଦି ବନିଯାଇଥାଏ। ଏଇଟା ମୁଁ ବନେଇଥିଲି ଗୋଟେ ମିଠା ପ୍ୟାକେଟ୍ରେ। ଏଇଟା ତ ପୁରା କିଣା ମୁଆଁ ପରି ଦେଖାଯାଉଛି, ଯେମିତିକି ପ୍ୟାକେଟ୍ ହେଇକି ଆସେ କିଣା ମୁଆଁ, ତ ସେମିତି ହିଁ ଦେଖାଯାଉଛି। ସବା ଶେଷରେ ମୁଁ କିଛି ଗୋଲ ଗୋଲ ମୁଆଁ ବନେଇଛି, ଯେଉଁଟାକି ଆମର ରେଗୁଲାର ମୁଆଁ ବନେ। ଏଇଠି ମୁଁ କିଛି ଗୋଲ ଗୋଲ ମୁଆଁ ବନେଇକି ରେଡ଼ି କରିଦେଇଛି। ଏହି ସେମ୍ ପ୍ରୋସିଜରରେ ମଧ୍ୟ ଆପଣ ଚୁଡ଼ାରେ, ଖଇରେ ମୁଆଁ ବନେଇ ପାରିବେ। ଏଇଭଳି ମୁଆଁ ବନେଇ ଆପଣମାନେ ନିଜେ ଖାଆନ୍ତୁ, ପିଲାମାନଙ୍କୁ ଦିଅନ୍ତୁ, ସାହି ପଡ଼ିଶାରେ ବାଣ୍ଟନ୍ତୁ ଏବଂ ଓଡ଼ିଶାର ପରମ୍ପରାକୁ ବଞ୍ଚେଇ ରଖନ୍ତୁ। ଆଶା କରୁଛି এই ରେସିପି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ବା ଆପଣମାନେ এই ଭିଡ଼ିଓରୁ କିଛି ଶିଖିବାକୁ ପାଇଥିବେ। ଯଦି ଆପଣମାନଙ୍କୁ ଏଇଭଳିଆ ଭିଡ଼ିଓ ଭଲ ଲାଗୁଛି ବା କିଛି ଶିଖିବା ପାଇଁ ପାଉଛନ୍ତି, ନିଶ୍ଚିନ୍ତ ରୂପେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଖାଆନ୍ତୁ, ଖୁଆନ୍ତୁ, ଭଲରେ ରୁହନ୍ତୁ। ଜୟ ଜଗନ୍ନାଥ।